ସୁନାର ଗଦା ଉପରେ ବସିକି ମଧ୍ୟ ଆମ ଭିତରେ ସେ ଦାରିଦ୍ର୍ୟ ଅଛି କେବଳ ଆମ ମାନସିକତାର ଭତ୍ତା ନେବାର ଏଇ ଯୋଉ ନେବାରେ ଯୋଉ ଦରମା ନେବାର ତ ବୋଧେ ଓଡ଼ିଶା ସବୁଠୁ ଏକ ନମ୍ବର ରାଜ୍ୟ ହେଇଗଲା। ଯେତେବେଳେ କୌଣସି ରାଷ୍ଟ୍ର ପ୍ରସଙ୍ଗ ରାଜ୍ୟ ପ୍ରସଙ୍ଗ ହଉଛି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ହଉଛି ଆମେ ଏକାଠି ହେଇପାରୁନୁ କିନ୍ତୁ ଆମ ଦରମା ପାଇଁ ନାଇଁ ନାଇଁ ଦେଖନ୍ତୁ ଦାଦନ ସମସ୍ୟାଟା ଓଡ଼ିଶାର ଗୋଟେ ନିରବଚ୍ଛିନ୍ନ ସମସ୍ୟା। ଓଡ଼ିଶାରୁ ଦାଦନ ଖଟିବା ପାଇଁ ଆପଣ କହୁଛନ୍ତି 6 ଲକ୍ଷ, ମୁଁ ଭାବୁଛି 6 ଲକ୍ଷ ବହୁତ ଅଧିକ, ଅନେକ ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆପଣ ଦାଦନଙ୍କର ଭିନ୍ନ ବର୍ଗ ଦେଖନ୍ତୁ, 6 ମାସିଆ ଦାଦନ ଅଛନ୍ତି, ପୁରା ବର୍ଷ 2-3 ବର୍ଷ ପାଇଁ ଯାଆନ୍ତି ଦାଦନ କିଛି ଲୋକ। ଆଉ କିଛି ଲୋକ ସୁରଟ, ଆରେ ଦାଦନ ମାନେ ପ୍ରବାସ, ନିଯୁକ୍ତି ସୁଯୋଗ ଅଭାବରୁ ରାଜ୍ୟ ଛାଡ଼ିକି ଦେଶାନ୍ତର ହବା, ରାଜ୍ୟାନ୍ତର ହବା ହିଁ ଗୋଟେ ଦାଦନ। ବୁଝିପାରୁଛନ୍ତି ତ? ଆମେ କିଏ ଶିକ୍ଷିତ ଦାଦନ, କିଏ ଅଶିକ୍ଷିତ ଦାଦନ, ବୁଝିପାରୁଛନ୍ତି? ଦାଦନ ଯଦି କହିବା ଆମେ ପ୍ରାୟତଃ ଯୋଉମାନେ ରୋଜଗାର ନ ପାଇକିରି ରାଜ୍ୟ ବାହାରକୁ ଯାଆନ୍ତି ସେଇମାନଙ୍କୁ ଆମେ ଦାଦନ ଶ୍ରମିକ ବା ଦାଦନ କର୍ମଚାରୀ ବୋଲି କହୁ। ତେଣୁ ଦାଦନ ସମସ୍ୟାଟା ପ୍ରମୁଖ ସମସ୍ୟା ବୋଲି ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ପ୍ରଚାର ବେଳେ କହିଥିଲା। এই ସମସ୍ୟା ଉପରେ କାର୍ଯ୍ୟାନୁଷ୍ଠାନ କରିବ ବୋଲି ମଧ୍ୟ ପଦକ୍ଷେପ ନେବ ବୋଲି କହିଥିଲା। ସରକାରକୁ ଆସିଲା ପରେ ସେମିତି କାହିଁ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ ତ ହେଇନି। ଯୋଉ ଲକ୍ଷଣ ବା କହୁଛନ୍ତି ବୋଲି ଆପଣ କହୁଛନ୍ତି ଯେ 50% କମି ଯାଇଛି, ସରକାରଙ୍କ ତରଫରୁ ସେମିତି କୌଣସି ବିବୃତ୍ତି ନାହିଁ, ସରକାରଙ୍କ ତରଫରୁ ସେମିତି କୌଣସି ଆଙ୍କଡ଼ା ଦିଆଯାଇ ନାହିଁ। ଲକ୍ଷ୍ମଣବାଗ କହୁଛନ୍ତି, ଲକ୍ଷ୍ମଣବାଗ ନିଜେ ପରା କିଛି ଦିନ ତଳେ ଷ୍ଟେସନ ଯାଇଥିଲେ, ଦାଦନ ଯାଉଥିଲେ ସେମାନଙ୍କୁ ଛାଡ଼ିବା ପାଇଁ ପରୋକ୍ଷରେ, ସେଇଠି ତାଙ୍କର ଗଣ୍ଡଗୋଳ ହେଇଥିଲା, 2 ଦାଦନ ସର୍ଦ୍ଦାରଙ୍କ ଭିତରେ ଗଣ୍ଡଗୋଳ ହେଇଥିଲା, ଥାନାରେ କେସ୍ ହେଇକିରି କାଉନସିଲ କରିକି ରଖେଇଛନ୍ତି। ତେଣୁ ଦାଦନ ସମସ୍ୟାକୁ ନେଇକି ସେ ଗଣ୍ଡଗୋଳ ଯେ ଦାଦନଙ୍କ ସହିତ ସମ୍ପର୍କକୁ ନେଇକିରି ଦାଦନ ଯିବା ଆସିବା ସେଇକୁ ନେଇକିରି ଷ୍ଟେସନ ପାଖରେ ସେ ଯୋଉ ତାପରେ ନେଇକିରି ଜିଆରପି ଥାନାରେ ଗଣ୍ଡଗୋଳ ହେଇକି କେସ୍ ବାସ ହେଲା। ତେଣୁ ଦାଦନ ଶ୍ରମିକ କମିଛି ବୋଲି ଯଦି କହୁଛନ୍ତି ଖୁସିର କଥା, ଯଦି ଆମେ ଓଡ଼ିଶାରୁ ଦାଦନ ଶ୍ରମିକ କମୁଛନ୍ତି ଖୁସିର କଥା, କିନ୍ତୁ ଆମେ କୋଉଠି ସେମାନଙ୍କୁ କଣ ନିଯୁକ୍ତି ଆତ୍ମନିଯୁକ୍ତି ସୁଯୋଗର ସୃଷ୍ଟି କରିସାରିଲେଣି ଯେ ସେ ଦାଦନ ମାନେ ବାହାରକୁ ଆଉ ଯିବେନି ଗଲେନି? ସରକାର ଯଦି କେବେ ଘୋଷଣା କରନ୍ତି, ସରକାରଙ୍କ ତରଫରୁ ଯଦି ସ୍ପଷ୍ଟୀକରଣ କେବେ ଆସେ, ଆମେ ତା ଉପରେ ତର୍ଜମା କରିବା। ଆଉ ଲକ୍ଷ୍ମଣବାଗ ଜଣେ ବିଧାୟକ, ସିଏ ବି ନିଜେ ଦାଦନ, ତାଙ୍କ ଇତିହାସ ହଉଛି ସିଏ ବି ଜଣେ ଏଇ ପେଶା ସହିତ ସମ୍ପୃକ୍ତ ବ୍ୟକ୍ତି ବୋଲି କୁହାଯାଏ, ଦାଦନ ମାନଙ୍କ ସହିତ ସମ୍ପୃକ୍ତ ବ୍ୟକ୍ତି ହିସାବରେ ବୋଲି କୁହାଯାଏ। ଆଗରୁ ସେ ପେଶାରେ କାମ କରୁଥିଲେ ବୋଲି ଲୋକ କହନ୍ତି, ଆମେ ତ ଜାଣିନେ ଶୁଣିଲେ, ମୁଁ ତ ବ୍ୟକ୍ତିଗତ ଭାବେ ଜାଣିନି, ସିଏ ସେଇ ପେଶା ସହିତ ସମ୍ପୃକ୍ତ ବୋଲି ଲୋକ କୁହନ୍ତି। ତେଣୁ ତାଙ୍କ ମୁହଁରୁ ଏଟା ନ ଶୁଣିକି ଯଦି ସରକାର କେବେ ସ୍ପଷ୍ଟୀକରଣ ଦେବେ, ହଁ ଆମର 50% ଦାଦନ କମି ଯାଇଛନ୍ତି, ତେବେ ଆମେ ସେଇଟାକୁ ବିଶ୍ୱାସ କରିବା। ଯୋଉମାନେ କଣ୍ଟ୍ରାକ୍ଚୁଆଲ ପୋଷ୍ଟିଂ ହେଇଛନ୍ତି ସରକାର ସେମାନଙ୍କୁ ନିଯୁକ୍ତି ଦେଇ ପାରୁନାହାନ୍ତି, ସେମାନଙ୍କୁ ପରମାନେଣ୍ଟ କରି ରଖି ପାରୁନାହାନ୍ତି। 15 ବର୍ଷ 20 ବର୍ଷ 30 ବର୍ଷ ହେଲା ସେମାନେ ଖଟୁଛନ୍ତି, କିନ୍ତୁ ବିଧାୟକ ମାନଙ୍କର ଦରମାଟା ଯୋଉ ବଢୁଛି ତାକୁ ନେଇକି ଜଣେ MLA ବି ବିବାଦରେ ଆସିଛନ୍ତି ଯେ କଣ୍ଟ୍ରୋଭର୍ସି କି ସମସ୍ତେ ଭାବୁଛନ୍ତି କି ନାଇଁ ସେ MLA ଭୁଲ କହୁଛନ୍ତି। ତ ଆପଣ ଜଣେ ସାମ୍ବାଦିକ ହିସାବରେ ଆପଣଙ୍କ ମତ କଣ ରହିବ? ନା ଦେଖନ୍ତୁ, ଓଡ଼ିଶା ଏତେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନୁହେଁ। ସରକାରଙ୍କର ବଜେଟ୍, ସରକାରଙ୍କର ଯୋଜନା, ସରକାରଙ୍କର କାର୍ଯ୍ୟକ୍ରମ, ଲୋକାଭିମୁଖୀ କାର୍ଯ୍ୟର ଆମେ ଯଦି ତା ଚିତ୍ରକୁ ଦେଖିବା, ଓଡ଼ିଶା ସେତେ ସ୍ୱଚ୍ଛଳ ଆମେ କରିପାରିନୁ। ସୁନାର ଗଦା ଉପରେ ବସିକିରି ମଧ୍ୟ ଆମ ଭିତରେ ସେ ଦାରିଦ୍ର୍ୟ ଅଛି କେବଳ ଆମ ମାନସିକତା ପାଇଁ। ଜନପ୍ରତିନିଧି କାହାକୁ କହିବା? ଲୋକ MLA ମାନେ କଣ? ଜନପ୍ରତିନିଧି, ଜନଙ୍କର ପ୍ରତିନିଧି। ସେମାନଙ୍କର ପ୍ରାଥମିକ ସ୍ୱାର୍ଥ ହେଲା ଜନତାଙ୍କର ହିତ ସାଧନ କରିବା। ଆପଣ ଦେଖିଥିବେ ବିଗତ ସରକାର ସମୟରେ ବି ସେମିତି ହେଇଥିଲା। ବିଗତ ସରକାର ସମୟରେ ଲୋକ ଆସିକି ରାଜରାସ୍ତାରେ ବସୁଥିଲେ, ଏ କରୁଥିଲେ, ସେ କରୁଥିଲେ, ଏବେ ବି ସେମିତି ବସୁଛନ୍ତି। ଆପଣ ମାନେ ସରକାରକୁ ଆସିଲେ, ସେଇ ସରକାରର କୌଣସି ଅପକର୍ମ ଯଦି ଥିଲା, ଦାୟିତ୍ୱହୀନତା ଥିଲା, ତାକୁ ସୁଧାରିବା ପାଇଁ ଆପଣ ମାନେ ମଧ୍ୟ ସେ ଦାୟିତ୍ୱକୁ ଏପର୍ଯ୍ୟନ୍ତ ସୁଧାରି ପାରୁନାହାନ୍ତି। ଯୋଉ ଶିକ୍ଷକଙ୍କ ଆନ୍ଦୋଳନରେ ଆପଣ ଠିଆ ହେଇକିରି ମୋହନ ମାଝୀ ମହୋଦୟ କହିଥିଲେ ରାଜ୍ୟ ସରକାର ଚାହିଁଲେ କରିପାରିବେ, କେନ୍ଦ୍ର ସରକାରଙ୍କର କୌଣସି ଆପତ୍ତି ନାହିଁ, ଶିକ୍ଷକ ମାନଙ୍କର ଦାବି ଦରମା ଅନ୍ୟ ରାଜ୍ୟରେ ବଢୁଛି, ଆମର ଏଠି କାହିଁ ବଢି ପାରିବନି, ଆପଣ ନିଜେ କହିଥିଲେ। ଆଜି ସରକାରକୁ ଆସିଲା ପରେ ସେମାନଙ୍କ ପ୍ରତି ଗୋଟେ ଘୃଣାର ମାହୋଲ ସୃଷ୍ଟି କରାଯାଉଛି। 50,000 ଟଙ୍କା ଦରମା ପାଉଛନ୍ତି ସେମାନେ ବୋଲିକିରି 50,000 ଟଙ୍କା ଚଳି ପାରୁନାହାନ୍ତି ବୋଲି କହି ତାଚ୍ଛଲ୍ୟ କରାଯାଉଛି। ଆଗରୁ ଗୋଟେ ବ୍ୟବସ୍ଥା ଥିଲା ଆଜ୍ଞା, ଶିକ୍ଷକ ମାନଙ୍କର ଦରମାଟା ଅଧିକ କରାଯାଉଥିଲା, ଶିକ୍ଷକ ମାନଙ୍କର ଦରମା ଅଧିକ କରିବା ପାଇଁ ସୁପାରିଶ କରାଯାଉଥିଲା। ସେତେବେଳେ ଶିକ୍ଷକ ମାନେ କାହିଁକି
नेशन बिल्डर मु कहूनी जे सेमानकर आंदोलन वैध पिलांकर पाठ पढ़ा को क्षति करी आपण माने आंदोलन करिवार अधिकार आपनकर नाही हेले परिस्थिति सृष्टि करछन हमर लगातार सरकार माने ये परिस्थिति सृष्टि करछन एथि पई सरकार माने दायी आपण माने जो पाउ टीचर पारा टीचर काउ टीचर अमको टीचर समको टीचर 50 स्कीम करिक जो केंद्रीय राज्य योजना रे माने गुड़ाए संगठन गुड़ाए स्कीम करिक जो भिन्न भिन्न प्रकार नियुक्ति कले 1500 टंका रु आरंभ करिक 3000 5000 दरमा रे रखिले लोक आज सेमानकर गोटे स्कूल रे आगे 5 प्रकार शिक्षक थिबे 3 प्रकार शिक्षक थिबे 4 प्रकार शिक्षक थिबे जणे पाउथो 50,000 जणे पाउथो 25,000 जणे पाउथो 12,000 सेही एका काम करिकी ए असंगति को दूर करिवार आवश्यकता अछि कारण सेमाने मानसिक निर्यातना भितर ताड़ना भितर रहउछंती तेणु ए असंगति पाई निहाती भाबरे शैक्षिक परिवेश मध्ये बाधा प्राप्त होछि केवल शिक्षक नहंती आज्ञा शिक्षकंकर दाबी रहिछि आपणकर जो रोसैया माने आसिक सेमाने धारणा रे बसुचंती सेमानकर भत्ता बढ़ी पारुनी अंगनवाड़ी अन्य मानकर भत्ता भी बढ़ी पारुनी तेणु आपण माने निज काम करंतु हमर दुख नाही निज पई भत्ता नेले भत्ता नेबार ई जो नबारे जो दरमा नबार तो बोधे ओडिशा सब एक नंबर राज्य हे गला आ कोथरे हम एक नंबर हो न हो विधायकों को दरमा देबार हम एक नंबर हे सबुठ अधिक हमर दरमा महाराष्ट्र भलिया राज्य जी कि हमको बॉम्बे आम जहाँ को फाइनेंशियल कैपिटल ऑफ इंडिया हाँ आउ गोटे समृद्ध राज्य पंजाब रे नहीं यूपी रे भी आमठू बहुत कम आमे बहुत आगु को पळेइछु ए क्षेत्र रे हम बहुत आगु को पळेइलो किंतु जनप्रतिनिधि माने निज स्वार्थटा को देखिले विधानसभा रे कौनसी प्रसंग रे गोटे कथा मु विथ ड्यू रेस्पेक्ट देयर आमे तांको मान्यवर बोली कहूछु मान्यवर सेमानकर मान्यता रखंतु मान्यवर सेमाने मान्य हबार योग्यता रखंतु जेते बेले कोनोसी जातीय राष्ट्र प्रसंग राज्य प्रसंग होउची जनस्वार्थ संबलित प्रसंग होउची आमे एकाठी हेई पारुनु किंतु आम दरमा पाई आमे एकाठी ए गोटे जिंस आपण प्रमाणित करदेले जे आपण जनता स्वार्थ रे नांती मु कहू नाही आपण नांती बोली कि बट आपण को काम प्रमाणित करदेला जन आग नुह आपण निजे निज स्वार्थटा को आग देखिले जदि लोकंकु देइकिरी आपण देखंतु कहितले भत्ता बढ़ाइबे भत्ताधारी माने केते दुख रे अछंती आगे दर वृद्धि परिवेश भितरे सरकारी कर्मचारी डीए बढ़ुची सेही अनुपात रे भत्ताधारी मानकर भत्ता बढ़िवार आवश्यकता अछि भिन्नक्षम हो असहाय हो वृद्ध वृद्धा हुअन्तु आपण देखिबे केते आदिवासी पिलांकर स्कॉलरशिप पैसा भी सेमानकु दिया जाउ नाही बोली अभियोग आसुची केते सत केते मिछ सरकार जानिथिबे तो समस्त समस्या जदि जनता समस्या को समाधान करी आपण माने एटाकू आपण नहीं थांते हमर किछि कहबार नथिला आमे किछि आपत्ति करि नथांतु सच्छल राष्ट्र सच्छल राज्य लोकंकर समस्या नाही लोक गियमौरे भासुचंती तने विधायक माने नेले किछि असुविधा नाही।